ସତୀ ଲେଖକ ଶ୍ରୀ ବିଭୂତି ପଟ୍ଟନାୟକ। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ଅକାରଣ ସାହୁର ଦୋକାନରେ ସେଦିନ ଅସମ୍ଭବ ରକମର ଭିଡ଼। ଡିସେମ୍ବର ପ୍ରତ୍ୟୁଷ। ଚା ପିଇବା ପାଇଁ ମୁଁ ଅକାରଣ ସାହୁର ଦୋକାନକୁ ଉଠି ଆସିଥିଲି। ଖାଣ୍ଟି ବାଦାମ ତେଲ ଆଉ ବିରିରେ ବରା କରେ ବୋଲି ଅନେକ ଗ୍ରାହକ ତା ଦୋକାନରେ ଭିଡ଼ କରନ୍ତି। ଦୋକାନର ଦୈନିକ ଆୟ ତୁଳନାରେ କିନ୍ତୁ ଅକାରଣ ସାହୁର ବରା ଚା ଦୋକାନଟା ଅତି ଅପାଙ୍କ୍ତେୟ ମନେ ହୁଏ। ବିକ୍ରିକର ଅଫିସରଙ୍କ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ଅକାରଣ ସାହୁ ଦୋକାନଟିକୁ ସବୁଦିନେ ଏମିତି ମଳିନ ଓ ସଂକୀର୍ଣ୍ଣ କରି ରଖିଥାଏ। ସେଦିନ ସେ ଭିଡ଼ ଭିତରେ କୌଣସି ମତେ ଟିକେ ସ୍ଥାନ ବ୍ୟବସ୍ଥା କରି ମୁଁ ଚା ପିଉଥିଲି। ସେଇ ଗ୍ରାହକ ଗହଳି ଭିତରୁ ଗୋଟିଏ ଝିଅ କଣ୍ଠର ଆବାଜ ଶୁଭିଲା, ଅକାରଣ ଭାଇ, ମତେ ଅଣାକାର ବରା ଦିଅ। ମୁଁ ଗହଳି ଭିତରକୁ ଚାହିଁ ଦେଖିଲି ସତୀ। ସତୀ ମୋର ପଡ଼ୋଶୀ, ଅଫିସ ସହକର୍ମୀ ନିତ୍ୟାନନ୍ଦ ବାବୁଙ୍କ ପ୍ରଥମ ସ୍ତ୍ରୀର କନ୍ୟା। 8-9 ବର୍ଷର ଝିଅ ସତୀ। ଲମ୍ବାଳିଆ ଦେହ, ମୁଣ୍ଡରେ ନୁଖୁରା ବାଳ, ଗଭାରେ ଗୁଡା ହୋଇଛି ଖଣ୍ଡେ କନାଧଡ଼ି। ଶୀତରେ ଓଠ ଦୁଇଟା ଫାଟି ପାଉଁଶିଆ ଦିଶୁଛି। ଶୀତରୁ ରକ୍ଷା ପାଇବା ପାଇଁ 2ଟା ଫ୍ରକ୍ ସେ ଦେହରେ ପୁରାଇଛି। ଏଇ ହେଲା ମୋଟାମୋଟି ସତୀର ବେଶ ପରିପାଟି। ଏଥିରୁ ବେଶ ପରିସ୍ପୁଷ୍ଟ ହୋଇ ଉଠେ ସତୀ ପ୍ରତି ତା ପରିବାରର ଅବହେଳା। ନିତ୍ୟାନନ୍ଦ ବାବୁଙ୍କ ପରିବାରରେ ସତୀ ଯେପରି ଏକ ଅବାଞ୍ଛିତ ବୋଝ। ସତୀ ଅଣିଟାଏ ଧରି ବରା ମାଗୁଥିଲା। ସତୀକୁ ଲକ୍ଷ୍ୟ କରି ଅକାରଣ ସାହୁ ମନ୍ତବ୍ୟ କଲା, କିଲୋ ଚୋରଣୀ ସତୀ, ବରା ପାଇଁ ଏ ଅଣିଟା କେଉଁଠୁ ଚୋରାଇ ଆଣିଛୁ? ଏତେ ଲୋକଙ୍କ ଭିତରେ ସତୀକୁ ଅକାରଣ ଚୋରଣୀ ବୋଲି ବିଦ୍ରୂପ କରିବାରୁ ଅପ୍ରତିଭ ଭତାରେ ସେ ଜଡ଼ସଜଡ଼ ହୋଇଗଲା। ମୁଁ ଲକ୍ଷ୍ୟ କରି ଦେଖିଲି ତାର ରକ୍ତହୀନ ପାଉଁଶିଆ ମୁହଁରେ ବେଶ ଲଜ୍ଜାର ପାଟଳିମା ଉକୁଟି ଉଠୁଛି। କିଛି ସମୟ ନିସ୍ତବ୍ଧ ହୋଇ ରହିଲା ପରେ ସତୀ କାନ୍ଦ କାନ୍ଦ କଣ୍ଠରେ କହିଲା, ମୁଁ ଯଦି ଏ ଅଣିଟାଏ ଚୋରାଇ ଆଣିଥିବି ଦେଖିବ, ଏ ଅଣିଟା ନିଆଁରେ ପୋଡ଼ି ପାଉଁଶ ହୋଇଯିବ। ଏହା କହୁ କହୁ ହଠାତ୍ ସେ ଧଳା ଅଣିଟାକୁ ବରା ଛଣା ହେଉଥିବା ନିଆଁ ଚୁଲି ଭିତରକୁ ଫୋପାଡ଼ି ଦେଲା। ଅଣିଟା ଯଦି ନିଆଁରେ ପୋଡ଼ିଯାଏ ତେବେ ସେ ଚୋରଣୀ, ଯଦି ପୋଡ଼ି ନଯାଏ ତେବେ ସେ ଚୋରଣୀ ନୁହେଁ। ନିଜର ସାଧୁତା ସମ୍ପର୍କରେ ସତୀ ହଠାତ୍ ଏପରି ଅଗ୍ନି ପରୀକ୍ଷା ଦେଇ ବସିବ, ଏ କଥା ମୋ କଳ୍ପନା ଶକ୍ତିକୁ ସ୍ପର୍ଶ କରିପାରିନଥିଲା। ଅକାରଣ ସାହୁ ବିଚିତ୍ର ବୋଧ ହୋଇ କହିଲା, ମୁଁ ଥଟ୍ଟାରେ କହିଲି ବୋଲି ସତକୁ ସତ ଅଣିଟାକୁ ନିଆଁ ଭିତରୁ ପକାଇଦେଲୁ? ଛି ଛି। ନିଆଁ ଭିତରୁ ଅଣିଟା କାଢ଼ି ଆଣିବା ପାଇଁ ଅକାରଣ ସାହୁ ବ୍ୟର୍ଥ ଚେଷ୍ଟା କରି ନିରାଶ ହେଲା। ବିରକ୍ତ ହୋଇ କହିଲା, ଦେ ଦେ ପରିଆ ସତୀକୁ 2 ଅଣା ବରା। ମୁଁ ସିନା ଥଟ୍ଟାରେ ତତେ ଚୋରଣୀ ବୋଲି କହିଲି, ଦେଖୁଛ ଛୁଆଟାର କି ରାଗ। ଅଣିଟି ବଦଳରେ 2 ଅଣାର ବରା ପାଇ ସତୀର ଆଖି 2ଟା ଜଳି ଉଠିଲା। ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାର ଗର୍ବବୋଧରେ ସାରା ମୁହଁରେ ତାର ଆଲୋକ ଝଲସି ହୋଇ ଉଠୁଥିଲା। ଚା ପିଆ ଶେଷ କରି ମୁଁ ଉଠି ଆସିଲି। ନିତ୍ୟାନନ୍ଦ ବାବୁ ଓ ଗୋଟିଏ ଖଞ୍ଜାରେ ଅଲଗା ଅଲଗା ରହିଥିଲୁ। ମଝିରେ ଗୋଟିଏ କାଠର ବାଡ଼ ଦିଆଯାଇ ଖଞ୍ଜାଟିକୁ 2 ଭାଗରେ ବିଭକ୍ତ କରାଯାଇଥିଲା। ମୋ ଘରକୁ ଆସି ଶୁଣିଲି ସତୀର ସାବତ ମା ସତୀ ଉପରେ ପାଟି କରୁଛନ୍ତି। କୌତୂହଳୀ ହେଲା ମନରେ, କାନ ପାରି ଶୁଣିଲି। ସତୀର ସାବତ ମା କହୁଛନ୍ତି, ଦେଖୁଛ ଦେଖୁଛ ଝୁଅକୁ, ଚୋରୁଣୀ କହେ ବୋଲି ପରା ତମେ ମିଛ ବୁଝ। ଅଣାଟାଏ ଦେଇ ଦୋକାନକୁ ପଠାଇଥିଲି, 2 ଅଣାର ବରା ଆଣିଲ ସେ କୁଆଡୁ? ପଇସା ଚୋରି କରି ନ ରଖିଥିଲେ ଆଉ ଏ ଅଣାଟାଏ ସେ କୁଆଡୁ ପାଆନ୍ତା? ଝିଅର ସୁନ୍ଦରିଆ ମୁହଁ ଦେଖି ତାଉ ଦୋକାନୀ ଅଣାଏ ନ ଦେଇ 2 ଅଣାର ବରା ଦିଅନ୍ତା ନାହିଁ? ସତୀ କଣ ଉତ୍ତର ଦେଉଛି ଜାଣିବାକୁ ମୁଁ ଉତ୍କଣ୍ଠ ହୋଇ ଅପେକ୍ଷା କଲି। ସତୀ କିଛି କହିଲା ନାହିଁ। ପ୍ରକୃତ କଥା କହିଲେ ମଧ୍ୟ ତା କଥାକୁ ସତ ବୋଲି ବିଶ୍ୱାସ କରନ୍ତେ ନାହିଁ। ନିଜର ମା ଯାହାକୁ ଚୋରଣୀ ବୋଲି କହୁଛି, ତା କଥାକୁ ସତ ବୋଲି ବୁଝିବ କିଏ? ଅକାରଣରେ ମନଟା ମୋର ସତୀ ପାଇଁ ଶବବେଦନାରେ ଓଦା ହୋଇଗଲା। ଆହା, ବିଚାରୀ ହତଭାଗିନୀ ଝିଅ। ମା ଯାହାର ନାହିଁ, ସାହା କେହି ନାହାନ୍ତି ତାହାର। ସତୀର ସେ ଲାଞ୍ଛନା ସେଇ ପ୍ରଥମେ ନୁହେଁ। ନିତ୍ୟାନନ୍ଦ ବାବୁ 2ୟ ବିବାହ କଲା ପରେ ମୁଁ ସହସ୍ର ଥର ଏଇଭଳି ଅଭିଯୋଗ ଶୁଣିଛି। ସତୀ ଚୋରଣୀ, ସତୀ ମିଛେଇ, ସତୀ ପେଟ କାବୁରି। ଏ ଅଭିଯୋଗ ପୁଣି ଇତର କାହା ମୁହଁରୁ ନୁହେଁ, ସ୍ୱୟଂ ସତୀର ସାବତ ମା ମୁହଁରୁ। ନିତ୍ୟାନନ୍ଦ ବାବୁ ପ୍ରଥମେ ସତୀ ସପକ୍ଷରେ ଲଢ଼େଇ କରୁଥିଲେ। ଏବେ ତାଙ୍କର ମଧ୍ୟ ଧାରଣା ହୋଇଛି ସତୀ ସତରେ ଚୋରଣୀ। କେବଳ ଗାଳି ନୁହେଁ, ଦିନେ ଦିନେ ସତୀକୁ ମାଡ଼ ଖାଇବାକୁ ମୁଁ ଦେଖିଛି। ସତୀ ମାଡ଼ ଖାଇ ଉପାସ ରହେ, ବାରି ଦୁଆର ମୁହଁରେ ବସି କାନ୍ଦେ, କିଛି ପ୍ରତିବାଦ କରେ ନାହିଁ। ଗାଳି ମାଡ଼ ଲାଞ୍ଛନା ସବୁ କିଛି ସହ୍ୟ କଲା ପରେ ସତୀ କାହିଁକି ତାର ସେ ବଦଭ୍ୟାସ ବଦଳାଉ ନାହିଁ ମୁଁ ବୁଝିପାରେ ନାହିଁ। ସାହିରେ କାହା ଘରକୁ ଗଲେ ସତୀକୁ କେହି ଘରେ ପୁରାଇ ଦିଅନ୍ତି ନାହିଁ। ସତୀ ଉପରେ ସମସ୍ତଙ୍କର ଅବିଶ୍ୱାସ। ସତୀ ଚୋରଣୀ। ସେ ଆଖିରୁ କଳା ପୋଛି ନେବ,
କାହାରି କିଛି ଜିନିଷ ଚୋରି ହେଲେ ସନ୍ଦେହର କଳା ଛାଇ ଆସି ନାଚେ ସତୀ ଉପରେ। ଏତେ ଦିନ ଧରି ଭଲ ଥିବା ଝିଅଟା ସାବତମା ଆସିଲା ପରେ ହଠାତ୍ କାହିଁ ଏତେ ଗୁଡାଏ ଖରାପ ଗୁଣର ଅଧିକାରିଣୀ ହୋଇ ଉଠିଲା? ଭାବି ଭାବି ମୁଁ ମଧ୍ୟ ଅନେକ ସମୟରେ ଅବାକ୍ ହୁଏ। କିଛି ଦିନ ପରେ ମୋ ଖଟିଆ ଉପରେ ଶୋଇ ରହି ପଢୁଛି। ଆର ଘରୁ ନିତ୍ୟାନନ୍ଦ ବାବୁଙ୍କ ପାଟି ଶୁଭିଲା। ସତୀକୁ ସେ ଖୁବ୍ ଉଚ୍ଚ କଣ୍ଠରେ ଗାଳି ଦେଉଛନ୍ତି। ସତୀ କଇଁ କଇଁ ହୋଇ କାନ୍ଦୁଛି। କିଛି ସମୟ ଆଗରୁ ବୋଧହୁଏ ତା ଉପରେ ମାଡ଼ ହୋଇଛି। କଥାଟା କଣ ବୁଝିବା ପାଇଁ ମୁଁ ନିତ୍ୟାନନ୍ଦ ବାବୁଙ୍କ ଘରକୁ ଉଠିଗଲି। ରାତ୍ରି। ଖଣ୍ଡିତ ଜହ୍ନର ଛାୟାଲୋକ ନିତ୍ୟାନନ୍ଦ ବାବୁଙ୍କ ଗୃହ ପ୍ରାଙ୍ଗଣରେ ବେଶ ଏକ ଭୟାତୁର ପରିବେଶ ସୃଷ୍ଟି କରୁଛି। ଚଟାଣ ଉପରେ ସଁ ସଁ ହୋଇ କାନ୍ଦୁଛି ସତୀ। ରାଗରେ ଅଧର ପ୍ରକମ୍ପିତ କରି ନିତ୍ୟାନନ୍ଦ ବାବୁ ଫଁ ଫଁ ହେଉଛନ୍ତି। ମତେ ଦେଖି ପାଟି କରି ଉଠିଲେ, ଦେଖନ୍ତୁ ବିକାଶ ବାବୁ, ଆଜି ଅଫିସରୁ ମାସକର ଦରମା ଆଣି ପକେଟରେ ରଖିଥିଲି, ଚୋରଣୀ କେମିତି ହାତ ଛପେଇ କରି ନେଇଯାଇଛି। ଟଙ୍କାଏ 2 ଟଙ୍କା ନୁହେଁ, 125 ଟଙ୍କା। ଯେତେ କହିଲେ ବି କାହାକୁ ଦେଇଛି, କେଉଁଠି ରଖିଛି କିଛି ମାନୁନାହିଁ। ମାସ ସାରା ଘର ଚଳିବ କେମିତି? 125 ଟଙ୍କା ଚୋରାଇ ନେଇଛି ସତୀ। ଚନ୍ଦ୍ର ବଢୁ ବଢୁ କଳା ମଧ୍ୟ ବଢିଛି। ଧୀରେ ଧୀରେ ସତୀ ପାଖକୁ ଯାଇ ପଚାରିଲି, ତୁ ସତରେ ବାପାଙ୍କ ପକେଟରୁ ଟଙ୍କା ଚୋରି କରିଛୁ ମା? ସେ ମୁଣ୍ଡ ହଲାଇ ନାହିଁ କଲା। ଗର୍ଜି ଉଠି ନିତ୍ୟାନନ୍ଦ ବାବୁ କହିଲେ, ସଞ୍ଜବେଳେ ମୋ ପକେଟରେ ହାତ ପୁରାଇ ନଥିଲୁ? ସତ୍ୟା ଦେଖିନି। ସତ୍ୟା ନିତ୍ୟାନନ୍ଦ ବାବୁଙ୍କ ଗୃହ ଚାକର। ସେ ଦେଖିଛି ବୋଲି ସାଙ୍ଗେ ସାଙ୍ଗେ ସାକ୍ଷୀ ଦେଲା। ମୁଁ ପଚାରିଲି, ସଞ୍ଜବେଳେ ତୁ ବାପାଙ୍କ ପକେଟରେ ହାତ ପୁରାଇଥିଲୁ ସତୀ? ସତୀ ହଁ କଲା। କହିଲା, ମୁଁ ବାପାଙ୍କ ପକେଟରୁ ଲବଙ୍ଗ ଆଣିଥିଲି। ବାପାଙ୍କ ପକେଟରେ ଲବଙ୍ଗ ଥାଏ? ଏଥର ନିତ୍ୟାନନ୍ଦ ବାବୁ ହସିଲେ। କହିଲେ, ତୁ ପକେଟରୁ ଲବଙ୍ଗ ନେଲୁ? ଏ ଟଙ୍କା କଣ ପବନରେ ଉଡିଗଲା? ସତୀର ସ୍ୱୀକାରୋକ୍ତିର ମୋର ଧ୍ରୁବ ଧାରଣା ହୋଇଗଲା। ସତୀ ହିଁ ନିତ୍ୟାନନ୍ଦ ବାବୁଙ୍କ ପକେଟରୁ ଟଙ୍କାଟା ନେଇଯାଇଛି। ସତୀ ଚୋରଣୀ ନୁହେଁ। ଏ ଯେଉଁ ଧାରଣା ମୋ ମନରେ କିଛି ଦିନ ହେଲା ଜମାଟ ବାନ୍ଧି ଆସିଥିଲା, ସତୀ ସ୍ୱୀକାରୋକ୍ତି ପରେ ତା ହଠାତ୍ ତରଳିବାକୁ ଲାଗିଲା। ମୁଁ ଶୁଣିଲି ସତୀର ସାବତ ମା କହୁଛନ୍ତି, ମୁଁ ଝିଅଟାକୁ ଚୋରଣୀ ଭଳି ଗାଲି ଦେବାରୁ ସମସ୍ତେ କହନ୍ତି ମୁଁ କୁଆଡେ ତାକୁ ଦେଖି ସହି ପାରୁନି। ଏବେ ଶୁଣିଲ ତ, ଆଜି ଆମ ଘରେ ଅଛି, କାଲି ପର ଘରକୁ ଯିବ। ଲୋକେ କହିବେ ଝିଅଟାକୁ ଏଇ ସବୁ ଗୁଣ ଶିଖାଇ ମା ଶାଶୁଘରକୁ ପଠାଇଥିଲା। ମୁଁ ସତୀ ମୁହଁକୁ ଚାହିଁଲି। ସତୀ ପର ଘରକୁ ଯିବ? ଦେହର ଚମରେ ତାର କୋମଳତାର ସ୍ପର୍ଶ ଲାଗି ଆସିଲାଣି। ପରିବାରର ସବୁ ଅବହେଳା ସତ୍ତ୍ୱେ ସତୀର ଦେହରେ ପର ଘରକୁ ଯିବାର ଚିହ୍ନ ଫୁଟି ଆସିଲାଣି। ଶୈତ୍ୟ ପ୍ରପୀଡ଼ିତ ଅବହେଳିତ ତନୁଲତାରେ ମନ୍ଦିର ମଳୟର ସ୍ପର୍ଶ। ଝିଅର ତନୁ ମନରେ ଯୌବନ ଆସେ, ଶ୍ରାବଣ ନଦୀରେ ପ୍ରହ୍ଲାଦ ବନ୍ୟାର ସ୍ରୋତ ଭଳି। ଏବେ ଦିନ ଧରି ମୋର ମନେ ହେଉଥିଲା ସତ୍ୟକୁ ତାର ସାବତ ମା ମିଛରେ ଗାଳି ଦେଉଛନ୍ତି, ସବୁ ସାବତ ମାଙ୍କ ଭଳି। କିନ୍ତୁ ଆଜି କାହିଁ ତାର ସାବତ ମାଙ୍କ ପ୍ରତି ମୋ ମନରେ ସମ୍ମାନ ଆସିଲା। ମୁଁ ଚାହିଁ ଦେଖିଲି ସତୀ କଇଁ କଇଁ ହୋଇ କାନ୍ଦୁଛି। ଚନ୍ଦ୍ରାଲୋକରେ ଆଖିର ପତା ଦୁଇଟି ତାର ଦିଶୁଛି ଅସମ୍ଭବ ଭାବରେ କରୁଣ। ମୁଁ ଚାଲି ଆସିଲି। ସତୀ କାନ୍ଦୁଛି। ଗାଲରେ ତାର ମାଡର ଦାଗ। ସେ ଚୋରଣୀ। ସତୀ କାନ୍ଦୁଥାଉ। ତାର ଆର ଦିନ ଅଫିସ। ନିତ୍ୟାନନ୍ଦ ବାବୁ ଓ ମୁଁ। ପାଖକୁ ପାଖ ଲାଗି 2ଟି ଚେୟାର। ନିତ୍ୟାନନ୍ଦ ବାବୁ ଗମ୍ଭୀର। ଗୋଟିଏ ମାସର ସବୁ କଷ୍ଟଲବ୍ଧ ପାରିଶ୍ରମିକ ତାଙ୍କର ଚୋରି ହୋଇଯାଇଛି। ସେ ଦୁଃଖର ଆଘାତ ତାଙ୍କର ସାରା ମୁହଁରେ ଲେଖି ହୋଇ ରହିଛି। ଅଫିସ କାମ ଚାଲିଲା। ଫାଇଲ ଉପରେ ଆମେ ଦୁହେଁ ଯାକ ଝୁଙ୍କି ପଡିଲୁ। କିଛି ସମୟ ପରେ କଣ ଗୋଟାଏ ଶବ୍ଦ ହେଲା। ମୁଁ ଚାହିଁ ଦେଖିଲି ନିତ୍ୟାନନ୍ଦ ବାବୁଙ୍କ ଫାଇଲ ଭିତରୁ ଗୋଟାଏ ଭାରି ଲଫାପା ଟେବୁଲ ଉପରୁ ତଳକୁ ଖସି ପଡିଛି। ତଳକୁ ନଇଁ ଲଫାପା ଉଠାଇ ଆଣିଲେ ନିତ୍ୟାନନ୍ଦ ବାବୁ। ମୁହଁରେ ତାଙ୍କର ବିସ୍ମୟ ଆନନ୍ଦର ତରଙ୍ଗ। ପଚାରିଲେ, କି ଲଫାପା ସେ? ସେ ଅସ୍ପଷ୍ଟ କଣ୍ଠରେ କହିଲେ, ଟଙ୍କା। ଟଙ୍କା? ମୁଁ ଅବାକ୍ ଆଖିରେ ନିରୀକ୍ଷଣ କରି ଦେଖିଲି ଲଫାପା ଭିତରେ 125 ଟଙ୍କାର 10 ଟଙ୍କିଆ ଓ 5 ଟଙ୍କିଆ ନୋଟ। ନିତ୍ୟାନନ୍ଦ ବାବୁ କାତର କଣ୍ଠରେ କହିଲେ, ଟଙ୍କାଟା କାଲି ଭୁଲରେ ମୁଁ ଏଇ ଫାଇଲ ଭିତରେ ରଖିଦେଇ ଯାଇଥିଲି। ସତୀ ତାହେଲେ ସତରେ ଅନ୍ଧାରରେ ତା ବାପାଙ୍କ ପକେଟରୁ ଲବଙ୍ଗ ଖୋଜୁଥିଲା। ଆଖିରେ ମୋର ଭାସି ଉଠୁଥିଲା ଗତ ରାତିର ମ୍ଳାନ ଚନ୍ଦ୍ରାଲୋକରେ ସତୀର ସେହି ଲୁହ ବିକଳ ମୁହଁ। ଗାଲରେ ନିତ୍ୟାନନ୍ଦ ବାବୁଙ୍କ 5 ଆଙ୍ଗୁଳିର ଚିହ୍ନ। ନିତ୍ୟାନନ୍ଦ ବାବୁଙ୍କ ମୁହଁରେ ମଧ୍ୟ ବେଦନାର ସ୍ପର୍ଶ। ନିଜ ତୀରରେ ନିଜେ ସେ ଆହତ ହୋଇଛନ୍ତି। ଆହତ ପିତୃତ୍ୱ ତାଙ୍କର ରକ୍ତାକ୍ତ। ଧନ୍ୟବାଦ।